ଆଜି ଆମେ ଆସିଅଛୁ ଶନିବାର ବାଳା। ଶନିବାର ଦିନ ଗୃହ ପ୍ରବେଶ ହୋଇଥିବାରୁ ଏହାର ନାମ ଶନିବାର ବାଳା। 18 ଶତାବ୍ଦୀରେ ଏହା ମରାଠା ଶାସକମାନଙ୍କର ମୁଖ୍ୟ ବାସଭବନ ଥିଲା। 1732ରେ ପେଶୱା ବାଜିରାଓ ପ୍ରଥମ ସେ ଏହା ନିର୍ମାଣ କରିଥିଲେ। 1818ରେ ଏହା ବ୍ରିଟିଶମାନଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିବାରୁ ଓ ପରବର୍ତ୍ତୀ ସମୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ବହୁତ କୋଠରୀ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ଆଉ ଗୋଟେ ମିଷ୍ଟ୍ରି ଏଠାରେ ସ୍ଥାନୀୟ ଲୋକମାନେ କୁହନ୍ତି ଯେ 16 ବର୍ଷର ପେଶୱା ନାରାୟଣ ରାଓଙ୍କ ସ୍ୱର ଆଜି ବି ଅମାବାସ୍ୟା ରାତିରେ ଶୁଣାଯାଏ। ଇତିହାସ କୁହେ 1773ରେ ତାଙ୍କର ସମ୍ପର୍କୀୟମାନେ ଚକ୍ରାନ୍ତ କରି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ସେଥିପାଇଁ ଆଜି ବି ତାଙ୍କର ସ୍ୱର କାକା ମଲା ବଚାଭା ମାନେ କାକା ମୋତେ ବଞ୍ଚାଅ।